ଆପଣମାନଙ୍କର ସହଯୋଗିତା ସହଭାଗିତାରେ ଏବଂ ପ୍ରିୟ ନୂଆପଡ଼ା ଅଧିବାସୀଙ୍କର ଭାଗିଦାରୀରେ ଆମେ ଏ ବର୍ଷ ପ୍ରାଚୀନ ସଭ୍ୟତାକୁ ନେଇ ମାରାଗୋଡ଼ା ଲୋକ ମହୋତ୍ସବ ଆମେ ଆୟୋଜନ କରୁଛୁ। ଏହା ଆଜିଠାରୁ ଆରମ୍ଭ ହୋଇକରି 5 ତାରିଖରେ ସରିବ ଏବଂ ପ୍ରତ୍ୟେକ ଦିନ ମଧ୍ୟ ଆମେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଛୁ। ତତ୍ସହିତ ଏଥିରେ ମଧ୍ୟ ପଲ୍ଲିଶ୍ରୀ ମେଳା ଅଛି, ପୁସ୍ତକ ମେଳା ଅଛି, ଯାହାକୁ ଆଜି ମଧ୍ୟ ଉଦ୍ଘାଟନ କରାଯିବ। ଏଠି ପାଖାପାଖି 160 ଷ୍ଟଲ୍ ଲାଗିଛି। ଆପଣଙ୍କର ବିଭିନ୍ନ ଜିଲ୍ଲାରୁ ପାଖାପାଖି ଅନେକ ଏସ୍ଏଚ୍ଜି ମା ଭଉଣୀମାନେ ଆସିବେ, ସେମାନଙ୍କର ଦ୍ରବ୍ୟକୁ ବିକ୍ରି କରିବେ। ଆମ ଜିଲ୍ଲାର ଅଧିବାସୀମାନେ ସୁଯୋଗ ପାଇବେ, ଯେଉଁ ଦୁଷ୍ପ୍ରାପ୍ୟ ଜିନିଷ ସେମାନେ ବର୍ଷ ସାରା ପାଆନ୍ତିନି, ସେମାନେ ଏହି ପଲ୍ଲିଶ୍ରୀ ମେଳାରୁ ପାଇବେ, ସୁବିଧା ପାଇବେ ତା'ର। ତା ବ୍ୟତିରେକ ମଧ୍ୟ ଆମେ କିଛି ଷ୍ଟଲ୍ ୱିଥ୍ ପେମେଣ୍ଟ ସରକାରୀ ବିଭାଗକୁ ମଧ୍ୟ ଆମେ ଦେଇଛୁ। 15ଟି ଷ୍ଟଲ୍ରେ ଆମର ପୁସ୍ତକ ମେଳା ଆୟୋଜନ କରାଯାଇଛି। ପ୍ରଥମ ଥର ପାଇଁ ଆମେ ପୁସ୍ତକ ମେଳା କରୁଛୁ ଆପଣଙ୍କର ପଲ୍ଲିଶ୍ରୀ ମେଳା ଏବଂ ମାରାଗୋଡ଼ା ଲୋକ ମହୋତ୍ସବ ସହିତ। କଟକ ଏବଂ ଭୁବନେଶ୍ୱରରୁ ପାଖାପାଖି 10ରୁ ଉର୍ଦ୍ଧ୍ୱ ପ୍ରକାଶକମାନେ ଆସିଛନ୍ତି। ସେମାନେ ତାଙ୍କର ପୁସ୍ତକର ବିପଣୀ ମଧ୍ୟ ପ୍ରଦର୍ଶନ କଲେଣି, ଆପଣ ସନ୍ଧ୍ୟାରେ ଦେଖିପାରିବେ। ଏହା ବ୍ୟତିରେକ ପ୍ରତ୍ୟେକ ଦିନ ମଧ୍ୟ ଆମେ ଆମର ଲୋକକଳା ସଂସ୍କୃତିକୁ ଟିକେ ପ୍ରୋତ୍ସାହନ ଦେବା ପାଇଁ ବ୍ଲକ ଏବଂ ଏନ୍ଏଚ୍ ସ୍ତରରେ ଗୋଟେ ପ୍ରତିଯୋଗିତା କରି ବେଷ୍ଟ ଟୁ କଲଚରାଲ ଟିମ୍ ଶ୍ରେଷ୍ଠତମ 2ଟି ସାଂସ୍କୃତିକ ଦଳକୁ ଆମେ ବାଛିଛୁ ଏବଂ ତାହା 5ଟି ବ୍ଲକ ଆଉ ଏନ୍ଏସି ମିଶାଇଲେ 10ଟି ଦଳ ହେବ। ପ୍ରତ୍ୟେକ 2ଟି ଦଳକୁ ପ୍ରତ୍ୟେକ ଦିନ ଆମେ ସୁଯୋଗ ଦେଉଛୁ, ସେମାନେ ତାଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିବେ ମଞ୍ଚରେ। ଏହା ବ୍ୟତିରେକ ଯେଉଁ ସବୁ ବିଦ୍ୟାଳୟ ରାଜ୍ୟସ୍ତରୀୟ ଏବଂ ଜାତୀୟ ସ୍ତରରେ ଯାଇ ସୁନାମ ଅର୍ଜନ କରିଛନ୍ତି ନୃତ୍ୟ ଗୀତରେ, ସେମାନଙ୍କୁ ମଧ୍ୟ ସୁଯୋଗ ଦେଇଛୁ। ଏହା ବ୍ୟତିରେକ ଆମର ବାହାର ଜିଲ୍ଲାରୁ ଜିଲ୍ଲାପାଳମାନେ ମଧ୍ୟ କିଛି ସାଂସ୍କୃତିକ ଦଳ ପଠାଇଛନ୍ତି, ସେମାନେ ମଧ୍ୟ ତାଙ୍କର କାଳ ନୈପୁଣ୍ୟ ପ୍ରଦର୍ଶନ କରିବେ। ଏ ହେଉଛି ଇଣ୍ଟର ଡିଷ୍ଟ୍ରିକ୍ଟ କଲଚରାଲ ଏକ୍ସଚେଞ୍ଜ। ଆମେ 6:30ରୁ ଆରମ୍ଭ କରିବୁ, 7:30 ପର୍ଯ୍ୟନ୍ତ ଲୋକାଲ ଦଳକୁ ପାଇ 7:30ରୁ 8:15 ପର୍ଯ୍ୟନ୍ତ ଆମେ ସାଂସ୍କୃତିକ ସନ୍ଧ୍ୟାରେ ଆମେ ବୈଠକ ରଖିବୁ, ମିଟିଂ ରଖିବୁ। 8:15ରୁ ଆମେ 9ଟା ପର୍ଯ୍ୟନ୍ତ ଯେଉଁ ବାହାରୁ ଆସୁଛନ୍ତି ସେମାନଙ୍କୁ ସୁଯୋଗ ଦେବୁ ଏବଂ ଷ୍ଟାର ନାଇଟ୍ ଯେଉଁଟା ଅଛି ତାହା ଆମେ 9ଟାରୁ 11ଟା ଭିତରେ ତାକୁ ସୀମିତ କରିବୁ।